ଜିନିଷ ହୁଏ ନା ନାଇଁ ଯେମିତି ଗୋଟେ ତୁଳସୀ ଗଛ ହଉ ତୁଳସୀ ଗଛ ତୁଳସୀ ଗଛ ଦ୍ୱାରା ଆମେ କଣ କରୁ ତୁଳସୀ ଗଛ ଦ୍ୱାରା ଆମେ କଣ କରୁ ନା ଆମର ଏଇ ଘାସ ଦେବ ତୁଳସୀ ଗଛ ଦ୍ୱାରା ଆମେ କଣ ହୁଏ ତୁଳସୀ ଗଛ ଦ୍ୱାରା ଆମେ କଣ ହୁଏ ଯେତେବେଳେ ଘାସ ହୁଏ ଆମେ କଣ କରୁ ତାକୁ ମହୁରେ କଣ କରୁ ଖାଇଲେ ଦ୍ୱାରା ଆମର କଣ କରେ ଘାସ ଭଲ ହେଇଯାଏ ନା ନାଇଁ ତା ରସକୁ ଆମେ କଣ ଓଳେଇକିରି ଖାଉଥାଉ ତା ଫଳରେ ଆମର କଣ ଘାସ ଭଲ ହେଇଯାଏ ନା ନାଇଁ ଗଛ ଆମକୁ ଆଉ କଣ ଦିଏ ଅମ୍ଳଜାନ ଦିଏ ତାପରେ ଫଳ ଫୁଲ ପନିପରିବା ସବୁ ଗଛ ଦିଏ ନାହିଁ ଆଉ ସ୍ୱଚ୍ଛ ପବନ ଦିଏ ସେଥିପାଇଁ କଣ କରୁ ଆମକୁ ରାସ୍ତା କଡ଼ରେ ଯେତେବେଳେ ଖରା ଉଠାଉଛି ଆମେ କଣ କରୁଛୁ ଗଛ ତଳେ ବସୁଛୁ ନା ନାହିଁ ସେଥିପାଇଁ ସବୁ ଜାଗାରେ ଯୋଉ ରାସ୍ତା ରୋଡ ଅଛି ସେଥିପାଇଁ କଣ ଲଗାଉଛି ଗଛ ଲଗାଉଛି ନା ନାହିଁ ରାସ୍ତା ଉପରେ ଯେତେବେଳେ ଆମେ ଯାଉଛୁ ଗାଡି ଘୋଡାରେ ଯାଉଛୁ ଯେତେବେଳେ ଖରା ପ୍ରବଳ ହଉଛି ଆମେ କଣ କରୁଛୁ ଗଛ ଛାଇ ତଳେ ସବୁ ବସି ପଡୁଛୁ ନା ନାହିଁ ଗୋଟେ ଚାଷୀ ଯେତେବେଳେ ଚାଷ କାମ କରି ଯାଉଛି ଗଛ ତଳେ ଆସିଲେ ରହୁଛି ନା ନାହିଁ ଆଉ ଯେତେବେଳେ ଖରା ହେଇଯାଉଛି ଗଛର ଛାଇ ତଳେ ଆମକୁ କଣ ବସିବାକୁ ପଡୁଛି ଯାହାଫଳରେ ବିଶ୍ରାମ ରହୁଛି ନା ନାହିଁ ଗଛ ଆମକୁ କଣ କଣ ଦଉଛି ନା ଫଳ ଫୁଲ ଛାଇ ତାର ପନିପରିବା ତାର ଔଷଧୀୟ ଥଣ୍ଡା ପାଣି ପବନ ଦିଏ ଆମକୁ ତାର ଗଛ ଯୋଉ କାଠ ଦିଏ ଆମେ ତାକୁ କଣ କଣ ତିଆରି କରୁ ଗଛ ଲଗାଇବା ଦ୍ୱାରା ଆମର ବର୍ଷା ବି ହୋଇଥାଏ ଯଦି ଆମେ ଗଛ ନ ଲଗାଇବୁ ଟୋଟାଲ ବର୍ଷା ହବନି ତେବେ ତମ ବାପା ମା ମାନେ ଚାଷ କେମିତି କରିବେ ଚାଷୀ ଆଉ ଚାଷ କରିପାରିବନି ସେଥିପାଇଁ ଆମେ ଗଛ ଲଗାଇବା ଆବଶ୍ୟକ ନା ନାହିଁ ତାପରେ ଗଛ ଆମକୁ ଯୋଉ କାଠ ଦଉଛି ଆମେ ସେଥିରେ କଣ କଣ ତିଆରି କରୁଛେ ଘର କରଣା ଜିନିଷ ଚିଆର ଟେବୁଲ ଆଉ କଣ ସବୁ ତିଆରି କରୁଛୁ ଡାଳ ତିଆରି କରୁଛୁ ନା ଡାଳ ଆମେ ରୋଷେଇ ଚୁଲିରେ ଯାଉନି ତାପରେ ଚିଆର କଣ ଦଉଛି ତମେ କାଠରେ ସବୁ ତିଆରି କରିବ ନା ଶଗଡ଼ ଗାଡ଼ି ତାପରେ ଯୋଉ ଚିଆର ଟେବୁଲ ଗଡରେଜ ଆଲଣା ସବୁ ଏମିତି ତିଆରି କରିବେ ନା ନାଇଁ ଗଛ ଆମକୁ ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ଦଉଛି ନା ନାଇଁ ତ ଆମକୁ ଭଲ ଔଷଧୀୟ ଜିନିଷ ଦଉଛି ଯାହାଫଳରେ ଆଗ କାଳରେ ଲୋକମାନେ କଣ କରୁଥିଲେ ନା ଯେତେବେଳେ ଔଷଧ ବାହାର ନଥିଲା ସେ କଣ ଖାଉଥିଲେ ଚେର ଖାଉଥିଲେ କୋଉଠି ଗଛ ନା ନାଇଁ ଯାହାଫଳରେ ରୋଗ ବୈରା କଣ କରୁଥିଲା ରୋଗ ବୈରା କଣ କରୁଥିଲା ଭଲ ହେଇଯାଉଥିଲା ନା ନାଇଁ ଏବେ ଯେ ଆମର କୌଣସି ଖଣ୍ଡିଆ ଜାଗା ହଉଛି ଯାହା ହଉଛି ଆମେ କଣ କରୁଛେ ଚେର ମୂଳି ଦ୍ୱାରା ଖାଉଛେ ବିଭିନ୍ନ ଔଷଧ ଏବେ ଔଷଧ ଖାଇବା ଦ୍ୱାରା ଆମର କଣ ଭଲ ବି ହଉଛି